ମୁଁ ଗୋଟେ ଇମ୍ପୋର୍ଟାଣ୍ଟ ଟପିକ୍ ଆଜି ଡିସ୍କସନ୍ କରିବା ପାଇଁ ଚାହୁଁଛି ଯୋଉଟା କି ସବୁ ମହିଳାମାନଙ୍କ ପାଇଁ ଇମ୍ପୋର୍ଟାଣ୍ଟ। ଆପଣଙ୍କ ମା ଭଉଣୀ ଆପଣଙ୍କର ଝିଅ ହେଲା ଆପଣଙ୍କ ୱାଇଫ୍ ହେଲେ ଯିଏ ବି ହେଲା ତାଙ୍କ ପାଇଁ ମେସେଜଟା ବହୁତ ଇମ୍ପୋର୍ଟାଣ୍ଟ। ହ୍ୟାଲୋ ଗାଇସ୍, ମୁଁ ଆପଣଙ୍କ ୱେଲନେସ୍ ଫିଟନେସ୍ ଆଣ୍ଡ ମୁଭମେଣ୍ଟ କୋଚ୍ ସୌରଭ ବଳିଆର ସିଂ। ଆଜି ଗୋଟେ ବହୁତ ବଡ଼ ଦିନ ମୋ ପାଇଁ, ଆଉ ସେଇଟା ହେଉଛି ମୋ ମାଆର ଆଜି ବର୍ଥଡେ। ମୁଁ କିଛି ଡିସ୍କ୍ରିମିନେସନ୍ କରୁନି, ପୁଅଙ୍କ ପାଇଁ ବି ଇମ୍ପୋର୍ଟାଣ୍ଟ ମୁଁ ଆଗୁଆ କହିଦେଉଛି, ବଟ୍ ଏଇଟା ବେଶୀ ଇମ୍ପୋର୍ଟାଣ୍ଟ ହେଉଛି ଝିଅମାନଙ୍କ ପାଇଁ, ମହିଳାମାନଙ୍କ ପାଇଁ ହେଲା। ତ ସେ ଜିନିଷଟା ହେଉଛି କ'ଣ, ଗେସ୍ କରନ୍ତୁ କ'ଣ ହେଇଥିବ? ସେଇଟା ହେଉଛି ନିଦ ହେଲା, ସ୍ଲିପ୍। ନିଦଟା ଏତେ ଇମ୍ପୋର୍ଟାଣ୍ଟ ଝିଅମାନଙ୍କ ପାଇଁ ଆପଣ ବିଲିଭ୍ କରିପାରିବେନି। ଆପଣ ଭାବନ୍ତି ନିଦଟା ଗୋଟେ ଆଳସ୍ୟ, ବଟ୍ ସେଟା କମ୍ପ୍ଲିଟଲି ଭୁଲ। ସେଟା ଆପଣ ସେଟାକୁ ଲକ୍ଜରୀ ଭାବନ୍ତି। କ'ଣ ସେ କିଛି କାମ ଦାମ କରୁନି, ଶୋଇଛି, ଏଟା ଅଳସୁଆଟା, ଏଟା ନୁହଁ ଆଜ୍ଞା। ମୁଁ ଏଟା ସାଇଣ୍ଟିଫିକାଲି ଯୋଉଟା ପ୍ରୁଭେନ୍ ସେଇଟା କହୁଛି। ଝିଅମାନଙ୍କ ବଡିଟା ଭଗବାନ ଯେମିତି ବନେଇଛନ୍ତି, ତାଙ୍କର ଯୋଉ ପ୍ରକାର ହର୍ମୋନ୍ ଏଷ୍ଟ୍ରୋଜେନ୍ ଆଉ ପ୍ରୋଜେଷ୍ଟେରନ୍, ସେଇ ହର୍ମୋନ୍ଟା ତାଙ୍କର ସବୁବେଳେ ଇମ୍ବାଲାନ୍ସ ହୁଏ। ତ ତାଙ୍କର ସ୍ଲିପ୍ ଡିଷ୍ଟର୍ବ ହୁଏ ସବୁବେଳେ। ତାଙ୍କୁ ଟିକେ ଭାଇ ମାନେ ଟିକେ ଏକ୍ସଟ୍ରା କେୟାର ଦରକାର, ଯୋଉଟା କି ଆମ ମାନଙ୍କ ଦାୟିତ୍ୱ, ଆମେ ତାଙ୍କର କେୟାର ନବା। ବୁଝିପାରିଲେ? ତାଙ୍କ ମନ କେମିତି କହିଲେ ଆମ ମା ଭଉଣୀ ମାନଙ୍କର ନାଇଁ ଆମ ପୁଅ ଖାଇନି, ମୋ ଭାଇ ଖାଇନି, ହଜବେଣ୍ଡ ଖାଇନି, ମୁଁ ତା ପାଇଁ ଅପେକ୍ଷା କରିବି। ସବୁବେଳେ ତାଙ୍କ ମନରେ ଷ୍ଟ୍ରେସ୍ ଥାଏ, ଦିନ ରାତି ସେ ସେଟା ଶୋ କରନ୍ତିନି। ପୁଅ ମାନଙ୍କର ବି ଥାଏ, ମୁଁ ଆଗୁଆ କହୁଛି, ପୁଅ ମାନଙ୍କର ଆଉ ଗୋଟେ ଭିଡିଓ ମୁଁ ବନେଇଦେବି। ମୋ ବାପାଙ୍କ ବାର୍ଥଡେ ଆସୁଛି ଆଗକୁ, ସେଇଦିନ ପୁଅ ମାନଙ୍କ ସ୍ପେଶାଲ ଭିଡିଓ ହବ ହେଲା। ପୁରା ମୁଁ ସେଥିରେ ଡିଟେଲରେ କହିବି ପୁଅ ମାନଙ୍କ ଲାଇଫଷ୍ଟାଇଲ ବିଷୟରେ, ବଟ୍ ମୁଁ ଏବେ ଝିଅ ମାନଙ୍କ ଲାଇଫଷ୍ଟାଇଲ ବିଷୟରେ କହୁଛି। ତ ତାଙ୍କ ପାଇଁ ସ୍ଲିପଟା ଏତେ ଇମ୍ପୋର୍ଟାଣ୍ଟ ବିକଜ ଫାଷ୍ଟ କହିଲି ମୁଁ ତାଙ୍କ ହର୍ମୋନାଲ ପ୍ରୋବ୍ଲେମ ହୁଏ ସବୁବେଳେ। ସେ ଯୋଉ ଏଷ୍ଟ୍ରୋଜେନ୍ ଆଉ ପ୍ରୋଜେଷ୍ଟେରନ୍ ଦୁଇଟା ହର୍ମୋନ୍ ଅଛି, ସେଟା ତାଙ୍କର ଇମ୍ବାଲାନ୍ସ ହୁଏ। ଇମ୍ବାଲାନ୍ସ ହେଲେ କ'ଣ ପ୍ରୋବ୍ଲେମ ହୁଏ? ତାଙ୍କ ନିଦରେ ପ୍ରୋବ୍ଲେମ ହୁଏ, ତାଙ୍କ ଦେହ ଭଲ ଲାଗେନି, ଥକା ଲାଗେ, ତାପରେ ତାଙ୍କର ବହୁତ ପ୍ରକାର ବଡି ପେନ୍ ହୁଏ, ବହୁତ ପ୍ରକାର ଜିନିଷ ଅଛି। ତାପରେ ଆପଣ ମାନେ ଜାଣିଥିବେ ଋତୁସ୍ରାବ, ମେନଷ୍ଟ୍ରୁଏସନ୍ ଯୋଉଟା କୁହନ୍ତି, ସେଇଟା ତ ପ୍ରତି ମାସ ତାଙ୍କୁ ଫେସ୍ କରିବାକୁ ପଡେ। ସେଇ କାହାର 3 ଦିନ, କାହାର 4 ଦିନ, କାହାର 5 ଦିନ, କାହାର 6-7 ଦିନ। ତ ସେଇ 4-5-7 ଦିନ ବି ତାଙ୍କୁ ଠିକ ସେ ନିଦ ହୁଏନି, କାହିଁକି କ୍ରାମ୍ପସ ହୁଏ, ପେଟ କାଟେ। ସେଇ ଟାଇମରେ ତାଙ୍କୁ ବେଶୀ କେୟାର ଦରକାର, ତାଙ୍କୁ ସେଇ ଟାଇମରେ ନିଦ ବେଶୀ ଦରକାର। ଆପଣ ମାନେ ଯଦି ପୁରୁଷ ହିସାବରେ 8 ଘଣ୍ଟା କି 7 ଘଣ୍ଟା ଶୋଉଛନ୍ତି, ଆଉ ଅଧଘଣ୍ଟା ତାକୁ ଏକ୍ସଟ୍ରା କରନ୍ତୁ। ଆପଣଙ୍କ ଘରେ ଯିଏ ଅଛନ୍ତି, ମା, ମାଉସୀ, ଭଉଣୀ, ସ୍ତ୍ରୀ, ଝିଅ, ଯିଏ ବି ଅଛନ୍ତି, ତାଙ୍କୁ ଆଉ ଅଧଘଣ୍ଟା ଏକ୍ସଟ୍ରା ଶୋଇବା ପାଇଁ ଏନକରେଜ କରନ୍ତୁ। ଏନକରେଜ କରିବେ, ନହେଲେ ସେ ଶୋଇବେନି। ଆମ ଘରେ ମୋ ମା ଶୋଉଛି 12ଟା-1 ରାତିରେ। ସେ ଜୟ ଜଗନ୍ନାଥ ଚ୍ୟାନେଲ ଦେଖୁଛି, ମହାଦୀପ ଦେଖିଲା ପରେ ମୁଁ ଯାଇକି ଶୋଇବି। ସେଇଟା ତାର ଅଭ୍ୟାସରେ ପରିଣତ ହେଇଯାଇଛି। ସିଏ ଆଉ 10ଟା-11ଟା ବେଳେ ଶୋଉନି, ସିଏ ଯାଇକି ଶୋଉଛି 12ଟା-1ଟା ବେଳକୁ। ତାକୁ ସକାଳୁ ଉଠିବାକୁ ପଡୁଛି, ଯେହେତୁ ବାବାଙ୍କୁ ଚା ଦରକାର, ତାଙ୍କର ବ୍ରେକଫାଷ୍ଟ ଦରକାର, କାମବାଲି ଆସିବ, ଏସବୁ ପାଇଁ ସେ ସକାଳୁ ଉଠିବାକୁ ପଡୁଛି ତାକୁ। ବଟ୍ ମୁଁ ସେଇଟାକୁ ମନା କରିଦେଇଛି, ତାକୁ 8-9ଟା ପୂର୍ବରୁ କେହି ଉଠେଇବନି, ଯେହେତୁ ସିଏ ଲେଟରେ ଶୋଉଛି। ତାକୁ 8-9 ଘଣ୍ଟା ନିହାତି ନିଦ ଦରକାର, ବୁଝିପାରିଲେ? ତ ବାପାଙ୍କୁ କହିଦେଇଛି, ତମର ଚା ଦରକାର ତମେ ତମର ନିଜେ ବନେଇକି ପିଅ, ନହେଲେ ମତେ ଉଠାଅ। କାମବାଲି କହିଦେଇଛି, ତୁ ମା ଲେଟରେ ଆସେ। ତାପରେ ତାଙ୍କର ଯେତେବେଳେ ଗର୍ଭାବସ୍ଥା ଥାଏ, ପ୍ରେଗନାନ୍ସି, ତ ସେତେବେଳେ ବି ତାଙ୍କର ସ୍ଲିପ୍ ବହୁତ ଡିଷ୍ଟର୍ବ ହୁଏ, ତାଙ୍କ ନିଦ ଭାଙ୍ଗେ। ସେଟା ଆପଣ ଦେଖିଥିବେ, ଯୋଉମାନେ ଅଲରେଡି ଫାଦର ହେଇସାରିଛନ୍ତି, ଆପଣ ଜାଣିଥିବେ ସେ ବିଷୟରେ, ବୁଝିପାରିଲେ? ଆଉ ଗର୍ଭାବସ୍ଥା ପରେ ବି ଯେତେବେଳେ ଛୁଆ ହେଇଯାଏ, ତ ଛାଡିଦିଅ, ନିଦ ଭୁଲିଯାଅ ସେଇ ଟାଇମରେ। ତ ଯୋଉମାନେ ବାପା ମାନେ, ସେମାନେ ଛୁଆର କେୟାର ନିଅ ରାତିରେ, ଯଦି ସେମାନେ ଉଠୁଛନ୍ତି, ମା ମାନଙ୍କୁ ଶୋଇବାକୁ ଦିଅ। ତାପରେ କ'ଣ ହୁଏ? ଆଫ୍ଟର 40 ତାଙ୍କୁ ମେନୋପଜ ଷ୍ଟାର୍ଟ ହେଇଯାଏ। ମେନୋପଜ କ'ଣ? ତାଙ୍କ ପିରିୟଡ୍ସଟା, ଯୋଉ ଋତୁସ୍ରାବଟା, ଏଟା ବନ୍ଦ ହେଇଯାଏ। ବନ୍ଦ ହେଲେ କ'ଣ ହୁଏ? ତାଙ୍କର ଯୋଉ ବଡିର ହର୍ମୋନ୍ସ ଗୁଡା, ସେଗୁଡା ପୁଣି ଇମ୍ବାଲାନ୍ସ ହେଇଯାଏ, ଆଉ ବଡିର ଯୋଉ କ୍ୟାଲସିୟମ ୟୁଟିଲାଇଜ କରିବାର କ୍ଷମତାଟା କମିଯାଏ। କ୍ୟାଲସିୟମ ୟୁଟିଲାଇଜେସନ କମିଗଲେ କ'ଣ ହବ? ହାଡ ପୁରା ଫମ୍ପା ହେଇଯିବ, ଅଷ୍ଟିଓପୋରୋସିସ୍ କୁହନ୍ତି ସେଟା ହେଲା। ତାଙ୍କ ମେନୋପଜ ବନ୍ଦ ହେଇଗଲେ, ତାଙ୍କ ହର୍ମୋନାଲ ଇମ୍ବାଲାନ୍ସ ଯୋଗୁଁ ତାଙ୍କ ବଡିର ଟେମ୍ପରେଚର ବଢିଯାଏ। ବଡିର ଟେମ୍ପରେଚର ବଢିଲେ କ'ଣ ହବ? ସ୍ଲିପ୍ ଡିଷ୍ଟର୍ବ ହବ। ସ୍ଲିପ୍ ଡିଷ୍ଟର୍ବ ଯୋଗୁଁ ତାଙ୍କର ବହୁତ ସାରା ପ୍ରୋବ୍ଲେମ ହୁଏ, ଯେମିତି କି ତାଙ୍କର ମୋଟାପା ବଢିଯାଏ, ବ୍ଲଡ ପ୍ରେସର ହାଇ ହେଇଯାଏ, ହାର୍ଟ ଆଟାକର ଚାନ୍ସେସ୍ ବଢିଯାଏ, ତାଙ୍କର ସ୍ମୃତି ଶକ୍ତି, ମେମୋରି ପାୱାର, ତାଙ୍କର କନସେନ୍ଟ୍ରେସନ ଯୋଉଟା କି ଏକାଗ୍ରତା କୁହନ୍ତି, ସେ କମିଯାଏ। ମାନେ ବହୁତ ସାରା ପ୍ରୋବ୍ଲେମ ଅଛି ଭାଇ। ମାନେ ତମେ ଯଦି ଏବେଠୁ କେୟାର ନ ନବ, ତ କହୁଛି ବହୁତ ପ୍ରୋବ୍ଲେମରେ ସେ ଫସିବେ। ମୁଁ ନିଜେ ଫେସ୍ କରୁଛି, ମୁଁ ନିଜେ ମାନୁଛି ମୋ ମାର ମୁଁ କେୟାର ବେଶୀ ନେଇନି। ଏବେ ନେଲେ କ'ଣ ହବ? ତାକୁ ବୟସ ହେଲାଣି, ଟାଇମରେ ଯାହାକୁ ଯୋଉ କେୟାରଟା ନବା କଥା, ସେଇ ଟାଇମରେ ନେଲେ ହିଁ ସେମାନେ ତାର କିଛି ଫଳ ପାଇବେ। ଯେମିତି କି ମୋର ସେ କେୟାର ନେବାର କିଛି ହେଳା କରିନି। ତେବେ ଆପଣଙ୍କ ଘରେ ଯିଏ ବି ମହିଳା ଅଛନ୍ତି, ତାଙ୍କର ସ୍ଲିପ୍ ଯେମିତି ପୁରା ହଉଥିବ। କାହିଁକିନା ସର୍କାଡିଆନ ରିଦିମ ଯୋଉଟା ଅଛି, ଯୋଉଟା କି ସୂର୍ଯ୍ୟୋଦୟ ସୂର୍ଯ୍ୟ ଅସ୍ତ ଯାଏଁ କାଉଣ୍ଟ କରାଯାଏ, ତାର ଫେଜ୍ ଅଛି ସବୁ ହେଲା। ଏଇଟା ଦେଖନ୍ତୁ, ତା ଫେଜ୍ ଅଛି। ସେଇ ଅନୁସାରେ ତମକୁ ମଣିଷ ହିସାବରେ ସେଗୁଡା ସବୁ କାମ କରିବାକୁ ପଡିବ। ତମେ ଯଦି ଟାଇମ ଏପଟ ସେପଟ କରିବ, ତମ ବଡିରେ ତାର ଖରାପ ପ୍ରଭାବ ପଡିବ। ମୁଁ ଯଦି ରାତି 3ଟାରେ ଖାଇବା ଖାଇବି, କହିବି ମୁଁ ଡିନର ରାତି 3ଟାରେ କରିବି, ତାର ଖରାପ ପ୍ରଭାବ ପଡିବ କି ନାହିଁ ଆପଣଙ୍କ ବଡିରେ, ଆପଣ କୁହନ୍ତୁ। ବୁଝିପାରୁଛନ୍ତି? ସର୍କାଡିଆନ ରିଦିମ ଅନୁସାରେ ଆପଣଙ୍କର ଲାଇଫଷ୍ଟାଇଲଟାକୁ ମେଣ୍ଟେନ କରନ୍ତୁ। କରିବା କଷ୍ଟ, ମନା କରୁନି, ସମସ୍ତଙ୍କର ହବନି। ଯେ ନାଇଟ୍ ସିଫ୍ଟ କରୁଛି, ସେ କରିବ କ'ଣ? ତାର କିଛି ବାଟ ନାହିଁ। କିନ୍ତୁ ଆପଣ ମାନେ ଯୋଉମାନଙ୍କ ପାଖେ ସୁବିଧା ଅଛି, ଆପଣ ସେଟା ଚେଷ୍ଟା କରନ୍ତୁ। ଆଉ ଆପଣଙ୍କ ମା ଭଉଣୀ ମାନଙ୍କ ପାଇଁ, ସ୍ତ୍ରୀ ମାନଙ୍କ ପାଇଁ, କି ଗର୍ଲଫ୍ରେଣ୍ଡ ବି ହଉ, ଟିକେ ତାଙ୍କ ପ୍ରତି ଧ୍ୟାନ ଦିଅନ୍ତୁ। ସ୍ଲିପଟା ବହୁତ ଇମ୍ପୋର୍ଟାଣ୍ଟ। ଆପଣଙ୍କ ମସ୍ତିଷ୍କ ସେଇ ଟାଇମରେ ରିପେୟାର ହୁଏ। ଆପଣଙ୍କ ଯଦି ମସ୍ତିଷ୍କ ଠିକ ନ ରହିବ, ଆପଣ ତ ଜାଣିଛନ୍ତି ବଡିର ଅବସ୍ଥା କ'ଣ ହବ। ସେ ହାର୍ଟ ନୁହଁ, କୋଉ ଲଙ୍ଗସ ନୁହଁ, କୋଉ କିଡନୀ ନୁହଁ, କିଛି କାମ କରିବନି। ମେଲାଟୋନିନ ବୋଲି ଗୋଟେ ହର୍ମୋନ ଅଛି, ସେଇ ହର୍ମୋନଟା ଆପଣଙ୍କୁ ନିଦ ଆଣିବାରେ ହେଲ୍ପ କରିବ। ମେଲାଟୋନିନ ହର୍ମୋନଟା ଆମ ବଡିରେ, ଆମ ବଡି କ'ଣ ହଉ, ଫିମେଲ ବଡି ହଉ, ସମସ୍ତଙ୍କର ସେଇ 9:30-10ଟା ବେଳକୁ ସେଇଟା ଆମ ବଡିରେ ପ୍ରଡକ୍ସନ ହୁଏ, ଯୋଉଟା କି ଆମେ ନିଦ ଲାଗେ। ଆମେ ତ ମୋବାଇଲ ଧରିଲେ ଦିନ ରାତି, ଆମେ ଟିଭି ଦେଖିଲେ, କିଏ ପାର୍ଟି ଗଲା ରାତି 9ଟା-10ଟା ବେଳକୁ, ଆମେ ଶୋଇବା କେତେବେଳେ? ଆମେ ଶୋଇଲା ବେଳକୁ ତ 12ଟା-1ଟା, କାହାର ତା ପୂର୍ବରୁ ଶୋଇବାଟା ହେଇପାରୁନି। ତ କିଛିଟା ଟିପ୍ସ ଦଉଛି ବି ଜଲ୍ଦି ଶୋଇବା ପାଇଁ। ସେଗୁଡା ହଉଛି, ମୋବାଇଲଟା ରଖିଦିଅନ୍ତୁ ସେଇ 10ଟା ଭିତରେ ରଖିଦିଅନ୍ତୁ, 11ଟା ଭିତରେ ଆପଣଙ୍କୁ ନିଦ ହେଇଯିବ। ଘଣ୍ଟେ ଆଗରୁ ମୋବାଇଲ ଛାଡି ଦିଅନ୍ତୁ, ଘଣ୍ଟେ କି 2 ଘଣ୍ଟା ହେଲେ ଆହୁରି ଭଲ। ମୋବାଇଲ, ଟିଭି, ବ୍ଲୁ ଲାଇଟ୍ ଯୋଉଗୁଡା ଆସୁଛି, ସେଗୁଡା ଛାଡି ଦିଅନ୍ତୁ। ରୁମଟାକୁ ଅନ୍ଧାର କରି ଶୁଅନ୍ତୁ, ଆଉ ରୁମ ଟେମ୍ପରେଚର 24 ଡିଗ୍ରୀ ଭିତରେ ରଖନ୍ତୁ। ତାପରେ ଆପଣଙ୍କ ଖାଇବା ଟାଇମଟା ଶୋଇବାର 2-3 ଘଣ୍ଟା ପୂର୍ବରୁ ରଖନ୍ତୁ। ତାପରେ ଚା, କଫି ଭଳିଆ ଡ୍ରିଙ୍କ ଯୋଉଥିରେ କ୍ୟାଫିନ୍ ଥାଏ, ସେଇଟା ସନ୍ଧ୍ୟା 6ଟା ପରେ ଆଉ ନିଅନ୍ତୁ ନାହିଁ, କାହିଁକିନା କ୍ୟାଫିନ୍ଟା କ'ଣ ଆପଣଙ୍କ ସ୍ଲିପ୍ ଖରାପ କରିବ। ଆଉ এই ভিডিওটা মার ବର୍ଥଡେ ସ୍ପେଶିଆଲ, ଆଉ ପ୍ଲିଜ୍ ଜଗନ୍ନାଥଙ୍କୁ ତା ପାଇଁ ଟିକେ ଡାକିଦେବେ ହେଲା, ମହାବାବୁଙ୍କୁ ଟିକେ ଡାକିଦେବେ ତାର ୱେଲବିଂ ପାଇଁ, ସେ କେମିତି ସୁସ୍ଥ ରହୁ, ସବୁ
ସବୁବେଳେ ସମସ୍ତେ ସୁସ୍ଥ ରୁହନ୍ତୁ ମୁଁ ଚାହୁଁଛି। ଆକ୍ଚୁଆଲି ଏ ଭିଡ଼ିଓର ଟାର୍ଗେଟ ହେଉଛି ମୋର ସମସ୍ତେ କେମିତି ସୁସ୍ଥ ରୁହନ୍ତୁ। ମୁଁ ଲାଇକ୍ ଫଲୋ ଏସବୁ ପାଇଁ ଭିଡ଼ିଓ କରୁନି, ମୋର ଦରକାର ନାହିଁ ସେ ଲାଇକ୍ ଫଲୋ। ଗୋଟିଏ ରିକ୍ୱେଷ୍ଟ ଖାଲି ସେୟାର କରିଦିଅନ୍ତୁ, କାହିଁକିନା ମୁଁ ଯୋଉ ଟାଇମ୍ ଦଉଛି, ଏଫର୍ଟସ୍ ଦଉଛି ଆପଣମାନଙ୍କ ପାଇଁ, ମୋ ନଲେଜ ଆପଣଙ୍କୁ ସେୟାର କରୁଛି। ମୁଁ ଚାହୁଁଛି ଏଇଟା ଓଡ଼ିଶାର ସବୁ ଲୋକଙ୍କ ପାଖରେ ପହଞ୍ଚୁ, ସବୁ ଓଡ଼ିଆ ଲୋକଙ୍କ ପାଖରେ ପହଞ୍ଚୁ। ଆଗ ଓଡ଼ିଶା ହେଲ୍ଦି ହଉ, ତାପରେ ଇଣ୍ଡିଆ କଥା ଭାବିବା କି ୱାର୍ଲଡ କଥା ଭାବିବା। ଆଗ ଓଡ଼ିଶାଟା ହେଲ୍ଦି ହଉ, ବୁଝିଲେ? ଆମେ ଏଠି ବହୁତ ଲୋକ ଅଛୁ ହେଲା, କୋଟି କୋଟି ଲୋକ ଅଛୁ, ସେତିକି ଯାଇ ଆଗ ମୋ ମେସେଜ ପହଞ୍ଚୁ। ପ୍ଲିଜ ମୋ ଭିଡ଼ିଓ ସେୟାର କରିଦିଅ, ସେୟାର କରିଦିଅ। କୋଉଠି ଗୋଟେ ନା କିଏ ନା କାହାକୁ ଗୋଟେ ଦରକାର ପଡ଼ିପାରେ ଏ ଭିଡ଼ିଓଟା, ଏ ମେସେଜଟା। ମେ ବି କାହା ମେଣ୍ଟାଲିଟି ଚେଞ୍ଜ ହେଇପାରେ ଏ ଭିଡ଼ିଓ ଥ୍ରୁରୁ। କାହିଁକିନା ମୁଁ ଯେତିକି ଦେଖିଛି ମୋ ଲାଇଫରେ, ସମସ୍ତେ ଭାବନ୍ତି ନାରୀମାନଙ୍କ ଘର କାମଟା କ'ଣ ଏଇଟା ଗୋଟେ କାମ। ସିଏ ତ ସକାଳୁ ଉଠୁଛି, ଘର ଟିକେ ଝାଡୁ କରୁଛି, ରୋଷେଇ ଟିକେ କରିଦଉଛି, କେତେବେଳେ କେମିତି ଲୁଗା ସଫା ସପ୍ତାହକୁ 2 ଥର 3 ଥର, ଏଇ ତ କାମ। ଆଉ କ'ଣ କରୁଛି? ଆଉ ସେଇ କାମ ତମେ ଟିକେ କରିକି ଦେଖାଅ ଟିକେ। ମୁଁ ମନା କରୁନି ପୁଅ ମାନେ ବାହାରେ ଯାଇ ଖଟୁଛ, ବହୁତ ଷ୍ଟ୍ରେସ୍ ନଉଛ, ପଇସା ପାଇଁ ବହୁତ ଷ୍ଟ୍ରେସ୍ ନଉଛ, EMI, ଘର କେମିତି ଚଳିବ, ପିଲା ଛୁଆଙ୍କ କଥା, ବହୁତ ଷ୍ଟ୍ରେସ୍ ନଉଛନ୍ତି ପୁଅ ମାନେ, ମନା କରୁନି ମୁଁ। ତା ମାନେ ନୁହଁ ଯେ ନାରୀ ମାନେ ବି ଷ୍ଟ୍ରେସ୍ ନଉନାହାନ୍ତି। ଦେ ଟେକ୍ ମଚ୍ ମୋର୍ ଷ୍ଟ୍ରେସ୍ ଦାନ୍ ଅସ୍। ତାଙ୍କ ଲାଇଫରେ ବି ବହୁତ ଷ୍ଟ୍ରେସ୍ ଅଛି ହେଲା। ନିଜ ମା ଭଉଣୀଙ୍କର କେୟାର ନିଅ, ତାଙ୍କ ନିଦ ଯେମିତି କମ୍ପ୍ଲିଟ୍ ହଉଥିବ। ସୋ ଆଜି ପାଇଁ ଏତିକି। ପ୍ଲିଜ ଟେକ୍ କେୟାର ଅଫ୍ ଅଲ୍ ଦ ଓମେନ୍ ଇନ୍ ୟୋର ଲାଇଫ୍। ଇଟ୍ସ ଏ ସିନ୍ସିୟର ରିକ୍ୱେଷ୍ଟ ଫ୍ରମ୍ ମାଇ ସାଇଡ୍। ଠିକ ଅଛି, ରହିଲି ଭାଇ ମାନେ, କାଲି ଦେଖା ହବା। ଜୟ ଜଗନ୍ନାଥ।